ପୂର୍ବ ଭାରତର 1 ନମ୍ବର ମେଜର ପୋର୍ଟର ମାନ୍ୟତା ବଜାୟ ରଖିଲା ପାରାଦୀପ ବନ୍ଦର 2025-26 ଆର୍ଥିକ ବର୍ଷରେ 156.45 ନିୟୁତ ମେଟ୍ରିକ ଟନ୍ ପଣ୍ୟ କାରବାର କରି ଏହି ରେକର୍ଡକୁ ପୁଣି ବଜାୟ ରଖିଛି ପାରାଦୀପ ବନ୍ଦର। ଆନ୍ତର୍ଜାତିକ ବଜାରରେ ଲୁହା ପଥରର ଚାହିଦାକୁ ନେଇ ମାନ୍ଦାବସ୍ଥା ସତ୍ତ୍ୱେ ପାରାଦୀପ ବନ୍ଦର ସଫଳତା ବଜାୟ ରଖିଛି। 2025-26 ଆର୍ଥିକ ବର୍ଷରେ ପାରାଦୀପ ବନ୍ଦର ପାଖାପାଖି 2500 କୋଟି ଟଙ୍କାର ବ୍ୟବସାୟ କରିଛି। 2030 ମସିହା ପୂର୍ବରୁ ପାରାଦୀପ ବନ୍ଦର ସମ୍ପୂର୍ଣ୍ଣ ମେକାନାଇଜ୍ଡ ମୋଡରେ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ବର୍ତ୍ତମାନ ପାରାଦୀପ ବନ୍ଦର ବ୍ୟବସାୟିକ କ୍ଷେତ୍ରରେ 100 ଟଙ୍କା ରୋଜଗାର ପାଇଁ ମାତ୍ର 31 ଟଙ୍କା ବ୍ୟୟ କରୁଛି। 2030 ସୁଦ୍ଧା ଏହା ଆହୁରି କମିଯିବ ଏବଂ ପାରାଦୀପ ବନ୍ଦରରେ କେପସାଇଜ୍ ଭେସେଲ ଲାଗିବାରେ ସୁବିଧା ହେବ। ଏହାଛଡ଼ା ପାରାଦୀପ ବନ୍ଦର ଦୈନିକ 35,059 ମିଲିୟନ ଟନ୍ ପଣ୍ୟ ଲୋଡିଂ ଅନଲୋଡିଂ କରି ଭାରତର ଅନ୍ୟ ବନ୍ଦରଗୁଡ଼ିକ ମଧ୍ୟରେ 1 ନମ୍ବର ମାନ୍ୟତା ହାସଲ କରିଛି। ଏଥିପାଇଁ ବନ୍ଦର ଅଧ୍ୟକ୍ଷ PL ହରନାଦ, ଷ୍ଟିଭଡୋର ସଂସ୍ଥା, ବନ୍ଦର କର୍ମଚାରୀ, ଓଡ଼ିଶା ସରକାର ଏବଂ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟର ସହଯୋଗକୁ ପ୍ରଶଂସା କରିଛନ୍ତି। 25-26 फाइनेंशियल ईयर में रिकॉर्ड कार्गो हैंडलिंग कर लिया 156.45 मिलियन टन्स। पारादीप पोर्ट ने 1967 में ऑपरेशन स्टार्ट किया। 1967 से अभी तक दिस इज़ द हाईएस्ट कार्गो हैंडलिंग। कभी इतना कार्गो हैंडलिंग हुआ नहीं। सेकेंड इज वी हैव एंटर्ड इनटू 155+ मिलियन टन क्लब। दैट इज ए अचीवमेंट फॉर अस।